ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ ଫରେଷ୍ଟ ଗାର୍ଡ ଫରେଷ୍ଟର ଏକ୍ସାଇଜ କନେଷ୍ଟବଳର ଓଡ଼ିଆ ଗ୍ରାମାର ମକ୍ ଟେଷ୍ଟ 1 ଷ୍ଟାର୍ଟ କରୁଛେ। এই ভিডিওরে 20টা কোশ্ଚିନ୍ ରହିଛି ଯାହାକି ଆପଣଙ୍କର ଫରେଷ୍ଟ ଗାର୍ଡ ଏକ୍ସାଇଜ କନେଷ୍ଟବଳ ଆଉ ଫରେଷ୍ଟର ପାଇଁ ବହୁତ ଇମ୍ପୋର୍ଟାଣ୍ଟ। এই 20ଟା କୋଶ୍ଚିନ୍ରୁ ଆପଣଙ୍କର କେତେଟା ଠିକ୍ ହେଉଛି କେତେଟା ଭୁଲ ହେଉଛି ଜରୁର ଆପଣ କମେଣ୍ଟ କରି ଜଣାଇବେ। ଓକେ, ଆଉ ଯଦି ଏ ଭିଡ଼ିଓ ଭଲ ଲାଗୁଛି ଜରୁର ଲାଇକ୍ କରିବ। ଯଦି ଆଗକୁ ମଧ୍ୟ ଏପରି ସିରିଜ୍ ଦରକାର ତେବେ କମେଣ୍ଟ କରିନେବ। ଓକେ, ତ ଦେଖନ୍ତୁ ଆମର ପ୍ରଥମ ପ୍ରଶ୍ନ ଅଛି, ନାକେଦମ କରିବା এই ରୂଢ଼ିର ଅର୍ଥ କ'ଣ? ସୁସ୍ଥତା ଅନୁଭବ କରିବା, ହଇରାଣ କରିବା, ପ୍ରଶାସନ ନେଇ ନପାରିବା, ସୁବିଧା କରିବା। କ'ଣ ହେବ ଏହାର ଆନ୍ସର? ଆନ୍ସର ହେବ ଅପସନ୍ ବି, ହଇରାଣ କରିବା। ନାକେଦମ କରିବା ମାନେ ହଇରାଣ କରିବା। ଏଠି ଗୋଟେ ଅଛି ପ୍ରଶାସନ ନେଇ ନ ପାରିବା। ଏହାର ଅର୍ଥ ହେଉଛି ଅଣନିଶ୍ୱାସୀ ହେବା। କ'ଣ ନା ଅଣନିଶ୍ୱାସୀ ହେବା। ଓକେ, ତାପରେ ଡରକୁଳା, ଏହି ଶବ୍ଦରେ ଯେଉଁ ଆମର କୁଳା ପ୍ରତ୍ୟୟ ୟୁଜ୍ ହୋଇଛି ଏଇଟା କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ବ୍ୟବସାୟ ଅର୍ଥରେ, ସାଦୃଶ୍ୟ ଅର୍ଥରେ, ଅଭ୍ୟାସ ଅର୍ଥରେ ନା ସ୍ୱଭାବ ଅର୍ଥରେ? କହିଲେ ଡରକୁଳା ଶବ୍ଦରେ ଯେଉଁ କୁଳା ପ୍ରତ୍ୟୟ କ'ଣ ପାଇଁ ବ୍ୟବହୃତ ହୋଇଛି ନା ସ୍ୱଭାବ ଅର୍ଥରେ। ଯାହାର ସ୍ୱଭାବ ଡର ତାକୁ ଡରକୁଳା କହିବା, ମାନେ ଯେ ଡରକୁ ଭୟ କରେ ତାକୁ ଆମେ ଡରକୁଳା କହିବା। ବ୍ୟବସାୟ ଅର୍ଥରେ ପାନ ବିକ୍ରି করে যে সে পানরা। ওকে, তারপরে দেখো সিংহাসন কেউঁ সমাস? কেউঁ সমাস? ମଧ୍ୟପ୍ରତିଲୋପୀ କର୍ମଧାରୟ, ବହୁବ୍ରୀ, ଅବୟଭାବ, ତତ୍ପୁରୁଷ। ଦେଖ ଏ ଯୋଉତକ ବି କୋଶ୍ଚିନ୍ ଆଇଛି ସବୁତକ ମୁଁ ପିଆଇକୁ କୋଶ୍ଚିନ୍ ଆଣିଛି। ଆଇଆର୍ବି ଓସିପିର କୋଶ୍ଚିନ୍ ଆଣିଛି, ତାର ଫରେଷ୍ଟ ଗାର୍ଡ ଫରେଷ୍ଟର ଆର୍ଆଇ ଅମିନ ଯେଉଁ ଆସିଥିଲା ତାର ସବୁ କୋଶ୍ଚିନ୍ ମିକ୍ସ ହେଇକି ଆଇଛି। ଓକେ, ତ କୁହନ୍ତୁ ସିଂହାସନ କେଉଁ ସମାସ? କ'ଣ ହେବ ସିଂହାସନ? ସିଂହ ଚିହ୍ନିତ ଆସନ। ଦେଖ ଏଠି କ'ଣ ହେଉଛି, ଚିହ୍ନିତଟା ଲୋପ ପାଉଛି, ସେଇଟା ଆମର କ'ଣ ହେଇଯାଉଛି ସିଂହାସନ ହେଇଯାଉଛି। ତେଣୁ ଏଇଟା ହେଉଛି ମଧ୍ୟପ୍ରତିଲୋପୀ କର୍ମଧାରୟ ସମାସ। ଓକେ, ସମାସ ଆମର କେତେ ପ୍ରକାର ସମସ୍ତେ ଜାଣିଛ? ସମାସ 7 ପ୍ରକାର, ବିଭକ୍ତି 6 ପ୍ରକାର। ପରୀକ୍ଷାରେ ପଚାରିଦେବ କ'ଣ କ'ଣ ସମାସ ଅଛି? ତତ୍ପୁରୁଷ, କର୍ମଧାରୟ, ଦିଗୁ, ଦ୍ୱନ୍ଦ୍ୱ, ବହୁବ୍ରୀ, ଅବୟଭାବ, ତାପରେ ଉପପଦ ଏପରି ରହିଛି। ତାପରେ ସୀମ ଯୁକ୍ତ ଅନ୍ତ। ଦେଖ ପୁଣି ଆସିଗଲା ଆମର ସନ୍ଧିରୁ। କ'ଣ ହେବ? ସୀମ ଯୁକ୍ତ ଅନ୍ତ। ଏଇଟା କେଉଁ ସନ୍ଧି? ଆମର ସନ୍ଧି କାହାକୁ କୁହାଯାଏ? ସନ୍ଧି କାହାକୁ କୁହାଯାଏ? ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବର୍ଣ୍ଣ ସହ ପରପଦର ଆଦ୍ୟବର୍ଣ୍ଣର ମିଳନକୁ ଆମେ ସନ୍ଧି କହିଥାଉ। ସନ୍ଧି ଆମର 3 ପ୍ରକାର, ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି। ଏଠି ଯେଉଁ ଅଛି ସୀମ ଯୁକ୍ତ ଅନ୍ତ, କ'ଣ ହେବ? ଅ ବା ଅ ପ୍ଲସ୍ ଅ ମିଶିଲେ ଏଇଟା ଏଇ ସନ୍ଧି ରହିଛି, ଅ ପ୍ଲସ୍ ଅ କ'ଣ ହେବ? ସେଇ ଅ ହେବ। ତେଣୁ ସୀମ ଯୁକ୍ତ ଅନ୍ତ କ'ଣ ହେବ? ସୀମନ୍ତ ହେବ। ତାପରେ ଦେଖନ୍ତୁ ପାଠକ, ଏହାର ଗଠନ ନୀତି କ'ଣ? ମାନେ ପାଠକଟା ଆମର କେମିତି ତିଆରି ହୋଇଛି କହିଲେ? ଦେଖ ଏଠି ସବୁଥିରେ ହଳନ୍ତ ଅଛି, ମୁଁ ଛାଡ଼ି ଦେଇଛି ସେଥିପାଇଁ ସରି। କ'ଣ ହେବ? ଏଇଟା ହେବ ପଠ ଯୁକ୍ତ କ। କ'ଣ ହେବ ନା ପଠ ଯୁକ୍ତ କ। କ'ଣ ହେବ? ପାଠକ। ବହୁତ ସାରା ପିଲା ଭାବୁଥିବେ ପଠ ଯୁକ୍ତ ଅକ ଭାବୁଥିବେ, କିନ୍ତୁ ସେଇଟା ଭୁଲ। ପଠ ଯୁକ୍ତ କ ହେଉଛି ଆମର ପାଠକ। ଓକେ, ତାପରେ ଦେଖନ୍ତୁ ଶୁଣିବାର ଇଚ୍ଛା। ଶୁଣିବାର ଇଚ୍ଛାକୁ ଆମେ କ'ଣ କହିଥାଉ? ଦେଖନ୍ତୁ 4ଟା ଅପସନ୍ ଅଛି, ଜିଜ୍ଞାସା, ଶ୍ରବଣ, ମେଦୁର, ଶୁଶ୍ରୂଷା। କ'ଣ ହେବ? ଶୁଣିବାର ଇଚ୍ଛା ହେଉଛି ଶୁଶ୍ରୂଷା। ଏଠି ଯେଉଁ ମେଦୁର ଅଛି, ମେଦୁର କହିଲେ କାହାର ପ୍ରତିଶବ୍ଦ ନା ମେଘର, ଘନର, ଜାଣିଛନ୍ତି? ତାପରେ ଦେଖନ୍ତୁ ନୀତିଶ। ନୀତିଶର ସନ୍ଧି କଲେ କ'ଣ ହେବ?
କହିଲେ କ'ଣ ହେବ? ନୀତିଶ ସନ୍ଧି କିପରି ହେବ ନା ଏଠି ଗୋଟେ କଥା ମନେ ରଖିବେ କ'ଣ ନା କହୁଛି ହସେଇ ବା ଦିଘେଇ ପରେ ଆମର ହସେଇ ବା ଦିଘେଇ ଥିବ ସେଠି ଦିଘେଇ ହୋଇଥାଏ। କ'ଣ ନା ଦେଖ ଏଠି ନରେ କ'ଣ ଅଛି? ଦିଘେଇକାର ଅଛି। ତିରେ କ'ଣ ଅଛି? ଦିଘେଇକାର ଅଛି। ଯଦି ଆମେ ହସେଇ ବା ଦିଘେଇ ପରେ ଦେଖ ଏଠି ଅଛି ଦେଖ ହସେଇ ଦେଖ ତରେ ହସେଇକାର ଅଛି ତାପରେ ଈଶ୍ୱରେ ବି ହସେଇକାର ଅଛି। ଯେତେବେଳେ ହସେଇ ହସେଇ ମିଶିବ ଏଇଟା ହସେଇ ହେବ, ଦିଘେଇ ହେବ ନାହିଁ। କିନ୍ତୁ ଆମେ ହସେଇ ବା ଦିଘେଇ ପରେ ସପୋଜ ଏଠି ହସେଇ ଅଛି ଏଠି ଦିଘେଇ ଅଛି, ଦୁଇଟାକୁ ମିଶିଲେ ଆମର କ'ଣ ହେବ ନା ଦିଘେଇ ହେବ। ଦେଖ ସେମିତି କେଉଁଠି ଅପସନ୍ ଅଛି ଦେଖ ନରେ ଦିଘେଇକାର ଏଠି ହସେଇକାର ଅଛି ହେବ ନାହିଁ। ଏଠି ଦେଖ ଏଠି ତିରେ ହସେଇକାର ଇରେ ହସେଇକାର ଏଇଟା ବି ହେବନି। ତାପରେ ଦେଖ ଏଠି ତରେ ଦିଘେଇକାର ଇରେ ଏଇଟା ହେଇପାରେ ହେଇପାରେ। ତାପରେ ଏଇଟା ଦେଖ ତରେ ହସେଇକାର ଦିରେ ଦିଘେଇକାର ଏଇଗୁଟାକ ହେବ। ନରେ ହସେଇକାର ନି ତି ପ୍ଲସ୍ ଦିଘେଇ ସ ନୀତି ସ। ତାପରେ ଦେଖନ୍ତୁ ଭଜ ଯୁକ୍ତ ତ ଆମର କୁଦନ୍ତରେ କ'ଣ ହେବ କୁହନ୍ତୁ? କ'ଣ ହେବ ନା ଭଜ ଯୁକ୍ତ ତ ଆମେ ଯଦି କହିବା ତାକୁ ଭକ୍ତ କୁହାଯିବ। ଓକେ। ଆଉ ଗୋଟେ କଥା ଆପଣ ଜାଣିଥିବେ କୁଦନ୍ତ ଶବ୍ଦ କ'ଣ? ଆମର ଧାତୁ ସହ ପ୍ରତ୍ୟୟ ଯୋଗ କଲେ କୁଦନ୍ତ ଶବ୍ଦ ହୋଇଥାଏ। ତାପରେ ଶବ୍ଦ ସହ ଯଦି ଆମେ ପ୍ରତ୍ୟୟ ଯୋଗ କରିଥାଉ ତଦ୍ଧିତ ହୋଇଥାଏ। ଓକେ। ତାପରେ ଦେଖ ପୁଣି ସମାସରୁ ଆସିଲା ମୁଖ ଚନ୍ଦ୍ର ଏହାର ବ୍ୟାସ ବାକ୍ୟ କ'ଣ ହେବ? କ'ଣ ହେବ କୁହନ୍ତୁ? ଏଇଟା ହେବ ମୁଖ ଚନ୍ଦ୍ର ପରେ। ଓକେ। এইটা ଆପଣ ପାଇଁ ମୁଁ ଟ୍ୟାକ୍ସ ଦେଉଛି ମୁଖ ଚନ୍ଦ୍ର ପରେ এইটা କେଉଁ ସମାସ ହେବ କ'ଣ ପାଇଁ? এইଟା ଆପଣଙ୍କ ପାଇଁ କମେଣ୍ଟ ରହୁଛି। ଦେଖିବା କେତେଜଣ ଏକ୍ଜାମ୍ ପାଇଁ ସିରିୟସ୍ ଅଛନ୍ତି ସେଇମାନେ କମେଣ୍ଟ କରି କହିବେ। ଓକେ। ତାପରେ ଦେଖନ୍ତୁ ଶୁଣିବାର ଇଚ୍ଛା ତ କ'ଣ ହେବ? ଶୁଣିବାର ଇଚ୍ଛା କୋଶ୍ଚିନ୍ଟା ରିପିଟ୍ ହେଇଯାଇଛି। କ'ଣ ହେବ ନା ଶୁଶ୍ରୂଷା। ଏଠି ଯେଉଁ ଅଛି ଜିଜ୍ଞାସା এইটা କ'ଣ ନା କହୁଛି ହତ୍ୟା କରିବାର ଇଚ୍ଛା। କ'ଣ ନା ହତ୍ୟା କରିବାର ଇଚ୍ଛା ଜିଜ୍ଞାସା। ଓକେ। ପରୀକ୍ଷାରେ ପଚାରିଦେବ ଜୟ କରିବାର ଇଚ୍ଛା କ'ଣ ହେବ? ଜିଗ ମିଶା। ଓକେ। ତାପରେ ଦେଖନ୍ତୁ ଜି ଧାତୁର ଅର୍ଥ କ'ଣ? ଯେଉଁ ଆମର ଜି ଧାତୁ ରହିଛି ଏହା କେଉଁ ଅର୍ଥରେ ବ୍ୟବହୃତ ହୋଇଥାଏ? କ'ଣ ହେବ ଆନ୍ସର? ହେବ ଜୟ କରିବା। ଜି ଧାତୁ ଆମର ଜୟ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ। ତାପରେ ଦେଖନ୍ତୁ ଗବେଷଣା ଏହାର ସନ୍ଧି କଲେ କ'ଣ ହେବ କୁହନ୍ତୁ? କୁହନ୍ତୁ କ'ଣ ହେବ? ଗୋ ଯୁକ୍ତ ଏଷଣା। କ'ଣ ହେବ ନା ଗୋ ଯୁକ୍ତ ଏଷଣା। এইটা ଷ୍ଟାର ମାର୍କ କରି ରଖନ୍ତୁ। এই କୋଶ୍ଚିନ୍ଟା ପରୀକ୍ଷାରେ 3 ରୁ 4 ଥର ରିପିଟ୍ ହୋଇଛି। ଯେଉଁ IRB କୋଶ୍ଚିନ୍ ଆମର 2024ରେ ଆସିଥିଲା ସେଥିରେ এই କୋଶ୍ଚିନ୍ଟି ପ୍ରତି ସିଫ୍ଟରେ ପଡ଼ିଥିଲା। ଆଉ ପିଲା ପ୍ରାୟ ଗବ୍ ଯୁକ୍ତ ଏଷଣା ମାରିଥିଲେ ଯାହାକି ଟୋଟାଲ ଭୁଲ। ଏଠି ଗୋଟେ ମାତ୍ରା ବ୍ୟବହୃତ ହେଉଛି ନା ଓ ବା ଔ ପରେ ଯଦି ଆମେ ଏ ବା ଐ ବ୍ୟବହୃତ କରୁଛେ ପର ପଦରେ ସେଇଟା ଏ ବୋଲି ବ୍ୟବହୃତ ହୋଇଥାଏ। ଯେମିତିକି ଏଠି ବ୍ୟବହୃତ ହୋଇଛି ଗୋ ଯୁକ୍ତ ଏଷଣା ଗବେଷଣା। ଓକେ। ତାପରେ ଦେଖନ୍ତୁ ସଟ୍ ଯୁକ୍ତ ଆନନ କ'ଣ ହେବ? ସଟ୍ ଯୁକ୍ତ ଆନନ କ'ଣ ହେବ ନା ସଡାନନ। ଦେଖନ୍ତୁ କେଉଁ ଭଳିଆ କୋଶ୍ଚିନ୍ ଆସୁଛି, ବହୁତ ଇଜି କୋଶ୍ଚିନ୍ ଆସୁଛି। ଆପଣମାନେ ପ୍ରାୟ ସମସ୍ତେ ମୁଁ ଜାଣିଛି 15+ ଇଜିଲି ରଖିପାରିବେ। ଓକେ। ତ କ'ଣ ହେବ? ସଟ୍ ଯୁକ୍ତ ଆନନ ସଡାନନ। ହଁ ଯଦି ପରୀକ୍ଷାରେ ପଚାରିଦେବ ଇଏ ସଟ୍ ଯୁକ୍ତ ଆନନ ଏଇଟା କେଉଁ ସନ୍ଧି ହେବ? କେଉଁ ସନ୍ଧି ହେବ ନା ବ୍ୟଞ୍ଜନ ସନ୍ଧି। ସନ୍ଧି ଆମର 3 ପ୍ରକାର ସ୍ୱର ବ୍ୟଞ୍ଜନ ବିସର୍ଗ। ତାପରେ ବର୍ତ୍ତମାନ ଏଇଟା କିପରି ତିଆରି ହୋଇଛି କୁହନ୍ତୁ? ଏଇଟା ଅପସନ୍ ରିପିଟ୍ ହେଇଛି ବୃଥ୍ ଯୁକ୍ତ ମାନ। କ'ଣ ନା ବୃଥ୍ ଧାତୁରେ ମାନ ପ୍ରତ୍ୟୟ ୟୁଜ୍ ହୋଇଛି ଯାହାଦ୍ୱାରା ବର୍ତ୍ତମାନ ଶବ୍ଦ ତିଆରି ହୋଇଛି। କ'ଣ ନା ବୃଥ୍ ଧାତୁରେ ମାନ ପ୍ରତ୍ୟୟ ୟୁଜ୍ ହୋଇଛି ଯାହାଦ୍ୱାରା ବର୍ତ୍ତମାନ ଶବ୍ଦଟି ତିଆରି ହୋଇଛି। ତାପରେ ଖାରଜ କରିବା ଏଇ ରୂଢ଼ିର ଅର୍ଥ କ'ଣ?
ବିରକ୍ତ ହେବା, ନ ଶୁଣିବା, ସହମତ ନ ହେବା, ଚିରିଦେବା। କ'ଣ ହେବା? ଖାରଜ କରିବା, ସହମତ ନ ହେବା। କ'ଣ ହେବ ନା ସହମତ ହେବା ନ ହେବା। ଓକେ। ଜଳଜ କ'ଣ ହେବ? ଜଳଜ କେଉଁ ସମାସ? ଜଳରେ ବାସ କରେ ଯେ, ଜଳରେ ବାସ କରେ ଯେ, ତାହେଲେ କେଉଁ ସମାସ ହେବ? ବହୁବ୍ରୀହି ସମାସ ହେବ। ବହୁବ୍ରୀହି ସମାସ ଆମର କ'ଣ? ଯିଏକି ସମାସ ବିଚ୍ଛିନ୍ନ ପଦକୁ ନ ବୁଝାଇ ଅନ୍ୟ ଅର୍ଥକୁ ବୁଝାଏ। ଜଳଦ ଗୋଟେ ଶବ୍ଦ କି? ଶବ୍ଦ ନୁହଁ, କିନ୍ତୁ ଜଳରେ ଯେଉଁମାନେ ବାସ କରୁଛନ୍ତି ତାଙ୍କୁ ଆମେ ଜଳଦ କହିଥାଉ। ଯେମିତିକି ଆଉ ଗୋଟେ ହେଉଛି ବୀଣା ପାଣିରେ ଯାହାର, ତାଙ୍କୁ ବୁଝେ ବୀଣା ପାଣି। ଆମେ କାହାକୁ ବୁଝିଥାଉ? ସରସ୍ୱତୀ କି। ଦଶ ଆନନ ଯାହାର ସେ ଦଶାନନ। ଦଶାନନ କି? ରାବଣ। ତାପରେ ଗ ଯୁକ୍ତ ଦୁ, ଏହାର କୁଦନ୍ତ ରୂପ କ'ଣ ହେବ? କୁହନ୍ତୁ। ଗ ଯୁକ୍ତ ଦୁ କ'ଣ ହେବ? ଗର୍ତ୍ତ ହେବ। କ'ଣ ହେବ ନା ଗର୍ତ୍ତ ହେବ। ଗମ୍ ଯୁକ୍ତ ଦୁ, ଗମ୍ ଧାତୁରେ ଦୁ ପ୍ରତ୍ୟୟ ବିଭକ୍ତ ହୋଇଛି। ଏହାର କୁଦନ୍ତ ରୂପ କ'ଣ ହେବ ନା ଗର୍ତ୍ତ ହେବ। ତାପରେ ଦେଖନ୍ତୁ, ଅନ୍ୟଠାରୁ ଉଦ୍ଧାର କରି ଘିଅ ଖାଇବା ଭଲ ଅଭ୍ୟାସ ନୁହେଁ। ରେଖାଙ୍କିତ ଅଂଶ ପରିବର୍ତ୍ତେ କେଉଁ ଅର୍ଥ ବ୍ୟବହାର କଲେ ବାକ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଠି ଯେଉଁ ଅଛି ଉଦ୍ଧାର କରି ଘିଅ ଖାଇବା, ଉଦ୍ଧାର କରି ଘିଅ ଖାଇବା, ଏହାର ଅର୍ଥ କ'ଣ ପଚାରିଛି? ଏହାର ଅର୍ଥ କ'ଣ ନା କରଜ କରିବା। ଯଦି ଆପଣମାନେ ଉଦ୍ଧାର କରି ଘିଅ ଖାଉଛନ୍ତି ତା ଅର୍ଥ କ'ଣ? ଆପଣମାନେ କରଜ କରୁଛନ୍ତି। ଓକେ। ତାପରେ ଦେଖ, ବଚନ ଶବ୍ଦ ସହ ପ୍ର ଉପସର୍ଗ ବ୍ୟବହୃତ ହୋଇ କେଉଁ ଶବ୍ଦ ତିଆରି ହୋଇଛି? ବଚନ ଶବ୍ଦରେ ପ୍ର ଉପସର୍ଗ ୟୁଜ୍ ହେଉଛି। କ'ଣ ହେବ ନା ପ୍ରବଚନ ହେବ। ତାପରେ ରାଜପଥ, ଏହାର ବ୍ୟାସ ବାକ୍ୟ କ'ଣ ହେବ? କ'ଣ ହେବ? ପଥମାନଙ୍କର ରାଜା। କ'ଣ ହେବ ନା ପଥମାନଙ୍କର ରାଜା। ଓକେ। ପଚାରିଦେବ ଏଇଟା କେଉଁ ସମାସ? ଅବ୍ୟୟୀଭାବ ସମାସ। କେଉଁ ସମାସ? ଅବ୍ୟୟୀଭାବ ସମାସ। ଓକେ। ତ ଫ୍ରେଣ୍ଡ, ଇଏ ଥିଲା ଆମର 20ଟା କ୍ୱେଶ୍ଚିନ୍, ଯାହାକି ଓଡ଼ିଆ ଗ୍ରାମର ମକ୍ ଟେଷ୍ଟ। ଏଇ 20ରୁ ଆପଣଙ୍କର କେତେ ରହିଲା ଜରୁର କମେଣ୍ଟ କରି କହିବେ। ଆଉ ଦେଖନ୍ତୁ, ମୁଁ ଆପଣଙ୍କ ପାଇଁ ପ୍ଲାନ୍ କରୁଛି ମକ୍ ଟେଷ୍ଟ ଆଣିବା ପାଇଁ। ମକ୍ ଟେଷ୍ଟ 6ଟା ମକ୍ ଟେଷ୍ଟ ରହିବ। ଦେଖନ୍ତୁ, ଫ୍ରି ଦେବା ସମ୍ଭବ ନୁହଁ, କାରଣ ଗୋଟେ ଏଇ ଯେଉଁ PDF ତିଆରି କଲି ଏଇଟା ମଧ୍ୟ 2 ଘଣ୍ଟା ଲାଗିଥିଲା। ଓକେ। ତେଣୁ 6ଟା ଫୁଲ୍ ମକ୍ ଟେଷ୍ଟ ଆସିବ, 29 ରୁପିଜ୍ ରହିବ। ଆପଣଙ୍କର ମତାମତ ଦେବେ, ଏଇଟା ପ୍ରାଇସ୍ଟା ଅଧିକ ହେଉଛି କି କମ୍ ହେଉଛି, ଆଉ କେତେ ମାର୍କ ରହିଲା ସେଇଟା ମଧ୍ୟ କମେଣ୍ଟ କରିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିନିଅନ୍ତୁ। ଆଗକୁ ଏପରି ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।